ରାଣୀକ ଆରତ ଦୁଃଖ ପ୍ରମିତ ଦେଖୁ ଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ସେହି ସନ୍ଥ କବି ଭୀମ ଭୋଇଙ୍କର ସ୍ମୃତି ଦିବସରେ ଭକ୍ତିପୂତ ଶରଣ ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ। ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ। ନମସ୍କାର ଦର୍ଶକ ବୃନ୍ଦ, ଆପଣମାନଙ୍କୁ ଆଜିର ରାଶିଫଳ କାର୍ଯ୍ୟକ୍ରମରେ ମୁଁ ଏସ୍ କୁମାର ସ୍ୱାଗତ ଜଣାଉଛି। ପ୍ରତିଦିନ ନିଜର ରାଶିଫଳ ଜାଣିବା ପାଇଁ ଗୁରୁକୃପା ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରି ଅଲ୍ ନୋଟିଫିକେସନ୍ ଅନ୍ କରି ଦିଅନ୍ତୁ, ଯାହାଫଳରେ ଆମେ ଯେତେବେଳେ ଭିଡ଼ିଓ ଅପଲୋଡ଼ କରିବୁ ପ୍ରଥମେ ଆପଣ ଭିଡ଼ିଓ ଦେଖିପାରିବେ। ଆମର ଏହି ଭିଡ଼ିଓରେ ଆପଣ ସମ୍ପୂର୍ଣ୍ଣ ପଞ୍ଚାଙ୍ଗ ସହିତ ମେଷଠାରୁ ମୀନ ପର୍ଯ୍ୟନ୍ତ 12 ଗୋଟି ରାଶିର ରାଶିଫଳ ବିଷୟରେ ଜାଣିପାରିବେ। ଭିଡ଼ିଓକୁ ଦୟାକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଆପଣଙ୍କ ପ୍ରିୟଜନ ପାଖକୁ ସେୟାର କରି ଜଣାନ୍ତୁ। ଏବେ ଆସନ୍ତୁ ଜାଣିବା ଆଜି ଦିନର ସମ୍ପୂର୍ଣ୍ଣ ପଞ୍ଚାଙ୍ଗ ବିଷୟରେ। 2022 ମସିହା ମାର୍ଚ୍ଚ ମାସ 2 ତାରିଖ ବୁଧବାର, ଦିଲ୍ଲୀ ସୋରାଦ ସନ 1429 ସାଲ, ସ୍ୱାଧୀନ ଭାରତାବ୍ଦ 75 ବର୍ଷ, ମହିମାଦ 194 ବର୍ଷ। ଆଜି ସନ୍ଥ କବି ଭୀମ ଭୋଇଙ୍କର ବ୍ରହ୍ମଲୀନ ଦିବସ। ସୌରସ୍ୱ ଫାଲ୍ଗୁନ ମାସ 18 ଦିନ, ଚାନ୍ଦ୍ରମତେ ଫାଲ୍ଗୁନ ମାସ ଅମାବାସ୍ୟା ତିଥି, ରାତ୍ରି 1 ଘଣ୍ଟା 12 ମିନିଟ୍ ପର୍ଯ୍ୟନ୍ତ। ଆଜିର ସୂର୍ଯ୍ୟୋଦୟ ବିରଜା କ୍ଷେତ୍ରକୁ 6 ଘଣ୍ଟା 7 ମିନିଟ୍, କୁମ୍ଭ ଲଗ୍ନ 2 ଦଣ୍ଡ 17 ଲିତା ଗତେ ଉଦୟ। ଆଜିର ସୂର୍ଯ୍ୟାସ୍ତ ବିରଜା କ୍ଷେତ୍ରକୁ 5 ଘଣ୍ଟା 47 ମିନିଟ୍, ସିଂହ ଲଗ୍ନ 3 ଦଣ୍ଡ 14 ଲିତା ଗତେ ଅସ୍ତ। ଆଜି କୁମ୍ଭଚନ୍ଦ୍ର 60 ଦଣ୍ଡ, ଶତଭିଷା ନକ୍ଷତ୍ର, ଶେଷ ରାତ୍ରି 4 ଘଣ୍ଟା 52 ମିନିଟ୍ ପର୍ଯ୍ୟନ୍ତ। ଏହାପରେ ପୂର୍ବ ଭାଦ୍ରପଦ ନକ୍ଷତ୍ର। ଆଜି ଜନ୍ମିତ ଶିଶୁର କୁମ୍ଭ ରାଶି, ଶୂଦ୍ରବର୍ଣ୍ଣ, ଦାନବଗଣ ଏବଂ ଶେଷ ରାତ୍ରି 4 ଘଣ୍ଟା 52 ମିନିଟ୍ ପରେ ନରଗଣ। ଆଜି ମୃତ ବ୍ୟକ୍ତିର ରାତ୍ରି 4 ଘଣ୍ଟା 52 ମିନିଟ୍ ପରେ ଏକପାଦ ପୁଷ୍କର ଦୋଷ। ନିଷିଦ୍ଧ ଖାଦ୍ୟ। ଆଜି ଅମାବାସ୍ୟା ସକାଶେ ଆମିଷ ଭକ୍ଷଣ ନିଷେଧ ଅଟେ। ଆଜିର ଅମୃତ ଯୋଗ ପ୍ରାତରୁ ଦିବା 7 ଘଣ୍ଟା 41 ମିନିଟ୍ ମଧ୍ୟେ ଏବଂ ଦିବା 2 ଘଣ୍ଟା 15 ମିନିଟ୍ ଗତେ 3 ଘଣ୍ଟା 41 ମିନିଟ୍ ମଧ୍ୟେ, ସନ୍ଧ୍ୟା 5 ଘଣ୍ଟା 23 ମିନିଟ୍ ଗତେ 5 ଘଣ୍ଟା 46 ମିନିଟ୍ ମଧ୍ୟେ ଏବଂ ରାତ୍ରି 8 ଘଣ୍ଟା 59 ମିନିଟ୍ ଗତେ 10 ଘଣ୍ଟା 35 ମିନିଟ୍ ମଧ୍ୟେ। ଆଜିର କାଳ ବେଳା ଦିବା 8 ଘଣ୍ଟା 59 ମିନିଟ୍ ଗତେ 10 ଘଣ୍ଟା 33 ମିନିଟ୍ ମଧ୍ୟେ। ଆଜିର ବାର ବେଳା ଦିବା 12 ଘଣ୍ଟା 7 ମିନିଟ୍ ଗତେ 1 ଘଣ୍ଟା 41 ମିନିଟ୍ ମଧ୍ୟେ। ଆଜିର କାଳ ରାତ୍ରି ରାତ୍ରି 2 ଘଣ୍ଟା 10 ମିନିଟ୍ ଗତେ 3 ଘଣ୍ଟା 44 ମିନିଟ୍ ମଧ୍ୟେ। ଆଜିର ରାହୁ କାଳ ଦିବା 12 ଘଣ୍ଟା ଠାରୁ 1 ଘଣ୍ଟା 30 ମିନିଟ୍ ମଧ୍ୟେ। ଗୁଳିକ ଲଗ୍ନ ଦିବସ ବେଳା ଚତୁର୍ଥ ଭାଗ, ରାତ୍ରି ବେଳା ସପ୍ତମ ଭାଗ। ଆଜି ମିଥୁନ ରାଶି ଓ ମୀନ ରାଶିର ଘାତ ଚନ୍ଦ୍ର, ତୁଳା ରାଶିର ଘାତ ନକ୍ଷତ୍ର, ଘାତ ତିଥି ନାହିଁ, କର୍କଟ ରାଶିର ଘାତ ବାର। ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା ମେଷଠାରୁ ମୀନ ପର୍ଯ୍ୟନ୍ତ ଦ୍ୱାଦଶ ରାଶିର ରାଶିଫଳ ବିଷୟରେ। ରାଶିଚକ୍ରର ପ୍ରଥମ ରାଶି ମେଷ ରାଶି। ଆଜି ମେଷ ରାଶି ସକାଶେ ଏକାଦଶ ରବି ଓ ଏକାଦଶ ଚନ୍ଦ୍ର। ଏହା ଅତି ଶୁଭ ଫଳ ମିଳିବ।
ଏକାଦଶ ଚନ୍ଦ୍ର ଅବଶ୍ୟ ଆଂଶିକ ବାଧାପ୍ରାପ୍ତ ଅଛନ୍ତି, ତଥାପି ଆଜି ଦିନଟିରେ ଆପଣ ଯାହା ଚାହିଁବେ ତାହା ସୁଚାରୁ ରୂପେ ସମ୍ପାଦନା କରିପାରିବେ। ଆଜି ଭଳି ଶୁଭ ଦିନରେ ଆପଣ କୌଣସି ଧର୍ମାନୁଷ୍ଠାନ ଆରମ୍ଭ କରନ୍ତୁ। ରାଶିଚକ୍ରର ଦ୍ୱିତୀୟ ରାଶି ବୃଷ ରାଶି। ଆଜି ବୃଷ ରାଶି ସକାଶେ ଦଶମ ରବି ଓ ଦଶମ ଚନ୍ଦ୍ର ବୃଷ ରାଶି ସକାଶେ ଗୋଚରରେ ଭ୍ରମଣ କରୁଛନ୍ତି। ଏହା ବୃଷ ରାଶି ପକ୍ଷେ ପ୍ରାୟ 1 ବର୍ଷ ପରେ ସଂଘଟିତ ହେଉଛି। ଏହା ଅତି ଶୁଭ ଦିନ। ଆଜି ଯାହା ଚାହିଁବେ ତାହା କରିପାରିବେ। ଉଚ୍ଚ ପ୍ରଶଂସା ମିଳିବ, ଯଶ ପ୍ରାପ୍ତି ହେବ, ଶତ୍ରୁମାନେ ଆପଣଙ୍କର ଗୁଣଗାନ କରିବେ। ରାଶିଚକ୍ରର ତୃତୀୟ ରାଶି ମିଥୁନ ରାଶି। ଆଜି ମିଥୁନ ରାଶିର ସବୁଠାରୁ ଖରାପ ଦିନ। ଏଣୁ ଆପଣ ଆଜି ପ୍ରାତଃ ସ୍ନାନ କରି ଶୂନ୍ୟ ଆକାଶ ତଳେ ଦଣ୍ଡାୟମାନ ହୋଇ ଊର୍ଦ୍ଧ୍ୱମୁଖ ହୋଇ ପ୍ରଭୁ ଅଲେଖ ମହିମା ଗୋସାଇଁଙ୍କର ଶରଣ ଯାଆନ୍ତୁ। ସୁବାସିତ ଧୂପ କିମ୍ବା ଝୁଣା ଧୁଆ ବହୁଳ ପରିମାଣରେ ଦିଅନ୍ତୁ, ଯାହାଦ୍ୱାରା ଆପଣଙ୍କର ଅଶୁଭ ଶକ୍ତି ଦୂରେଇ ଯିବ। ରାଶିଚକ୍ରର ଚତୁର୍ଥ ରାଶି କର୍କଟ ରାଶି। ଆଜି କର୍କଟ ରାଶି ସକାଶେ ଘାତ ବାର, ଅଷ୍ଟମ ଚନ୍ଦ୍ର ଓ ଅଷ୍ଟମ ରବି। ଏଣୁ ଆଜି କୌଣସି ଦିଗରୁ କର୍କଟ ରାଶିକୁ ଶୁଭ ଫଳ ମିଳିପାରିବ ନାହିଁ। ଏଣୁ କର୍କଟ ରାଶି ବ୍ୟକ୍ତି ପ୍ରାତଃ ସ୍ନାନ କରି ଶୂନ୍ୟ ଆକାଶ ତଳେ ଦଣ୍ଡାୟମାନ ହୋଇ ପ୍ରଭୁ ପରମେଶ୍ୱର ମହିମା ଅଲେଖ ଗୋସାଇଁଙ୍କ ନାମରେ ନିଷ୍କାମ ଭକ୍ତିରେ ସାଷ୍ଟାଙ୍ଗ ଶରଣ ହୋଇ ବନସ୍ପତିରେ ସୁବାସିତ କରନ୍ତୁ। ପ୍ରଭୁ ସମସ୍ତ ଦୁଃଖ କଷ୍ଟ ଅନ୍ତର କରିଦେବେ। ରାଶିଚକ୍ରର ପଞ୍ଚମ ରାଶି ସିଂହ ରାଶି। ଆଜି ସିଂହ ରାଶି ସକାଶେ ସପ୍ତମ ରବି ବାଧା ପାଉଥିବାରୁ ଅଶୁଭ ଫଳରେ ବାଧା ଆସିବ। ସପ୍ତମ ଚନ୍ଦ୍ର ଆଜି ଶୁଭ ଫଳ ମିଳିବ। ପରିବାର ମଧ୍ୟରେ ସମସ୍ତେ ଖୁସିରେ ରହିବେ। ସ୍ୱାମୀ ସ୍ତ୍ରୀ ସମ୍ପର୍କ ଦୃଢ଼ୀଭୂତ ହେବ। ବିଦେଶରୁ ଶୁଭ ଖବର ପାଇ ମନକୁ ଖୁସି ଆସିଯିବ। ଅବିବାହିତ ପୁତ୍ର କନ୍ୟାମାନଙ୍କ ନିମନ୍ତେ ଆଜି ବିବାହ ପ୍ରସ୍ତାବ ଆସିପାରେ। ରାଶିଚକ୍ରର ଷଷ୍ଠ ରାଶି କନ୍ୟା ରାଶି। ଆଜି କନ୍ୟା ରାଶି ସକାଶେ ଷଷ୍ଠ ରବି ଓ ଷଷ୍ଠ ଚନ୍ଦ୍ର ଅତି ଶୁଭ ଦିନଟିଏ। ଏଭଳି ଦିନ ମିଳିବା ଦୁର୍ଲଭ। ଆଜି ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ବ୍ୟବସାୟରେ ଆଶାଠାରୁ ଅଧିକ ଲାଭବାନ ହେବେ। ପୂର୍ବରୁ ଲାଗିଥିବା ବିବାଦରେ ଆଜି ଜୟଯୁକ୍ତ ହେବେ। ଶତ୍ରୁମାନେ ହାର ମାନି ପଳାୟନ କରିବେ। ରାଶିଚକ୍ରର ସପ୍ତମ ରାଶି ତୁଳା ରାଶି। ଆଜି ତୁଳା ରାଶି ବ୍ୟକ୍ତିବିଶେଷଙ୍କ ପକ୍ଷେ ପଞ୍ଚମ ଚନ୍ଦ୍ର ଅଶୁଭ ଫଳ ପ୍ରଦାନ କରିବେ। ଘାତ ନକ୍ଷତ୍ର ଅଶୁଭ ଫଳ ପ୍ରଦାନ କରିବେ। ପଞ୍ଚମ ରବି ମାସର ଦ୍ୱିତୀୟାର୍ଦ୍ଧରେ ନିଷ୍ଫଳ ହେତୁ ଅଶୁଭ କରିପାରିବେ ନାହିଁ। ଆଜି କେଉଁଠାରୁ ଦୁଃଖ ଖବର ପାଇ ଆପଣ ମ୍ରିୟମାଣ ହୋଇପଡ଼ିବେ। ନିଜର ହିତାହିତ ଜ୍ଞାନ ଭୁଲିଯିବେ। ରାଶିଚକ୍ରର ଅଷ୍ଟମ ରାଶି ବିଛା ରାଶି। ଆଜି ବିଛା ରାଶି ସକାଶେ ଚତୁର୍ଥ ରବି ଓ ଚତୁର୍ଥ ଚନ୍ଦ୍ର ଉଭୟ ଅଶୁଭ ଫଳଦାୟୀ ହେବେ। ଆଜି ଆପଣଙ୍କର ବହୁ ଅର୍ଥହାନି କରିବାର ଅଛି। ପ୍ରତ୍ୟେକ ସ୍ଥାନରେ ଆଜି ଆପଣ ଅପଦସ୍ଥ ହେବେ। ଭୁଲ ବୁଝାମଣାରୁ କଳହ ହେବ। ପରିବାରରେ ମା ଓ ସ୍ତ୍ରୀଙ୍କ ସହିତ ଅଧିକ କଳହ ହେବ। ରାଶିଚକ୍ରର ନବମ ରାଶି ଧନୁ ରାଶି। ଆଜି ଧନୁ ରାଶି ସକାଶେ ତୃତୀୟ ଚନ୍ଦ୍ର ଓ ତୃତୀୟ ରବି ଉଭୟ ଗ୍ରହ କୌଣସି ବାଧା ନ ପାଇ ଶୁଭ ଫଳ ଦେବାରେ ଲାଗିବେ। ଅଚାନକ ଶୁଭ ଖବର ପାଇବେ। ମନରେ ସାହସ ଆସିବ। ପ୍ରତ୍ୟେକ ଦିଗରୁ ଶୁଭ ସମ୍ବାଦ ପ୍ରାପ୍ତ କରିବେ। ମନରେ ଅହଂ ଭାବନା ଆସିପାରେ। ଆଜି ମାତାଙ୍କ ପାଦ ଛୁଇଁ ପ୍ରଣାମ କରନ୍ତୁ, କାରଣ ଧନୁରାଶି ବ୍ୟକ୍ତି ମାତାଙ୍କ ବ୍ୟତୀତ ଅନ୍ୟ କେହି ମନରେ ସାହସ ପ୍ରେରଣା ଦେଇପାରିବେ ନାହିଁ। ରାଶିଚକ୍ରର ଦଶମ ରାଶି ମକର ରାଶି। ଆଜି ମକର ରାଶି ସକାଶେ ଦ୍ୱିତୀୟ ଚନ୍ଦ୍ର ହେତୁ ଆଜି ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ତହିଁରେ ବିଫଳ ହେବେ। ବନ୍ଧୁ ଓ ଜ୍ଞାତି କୁଟୁମ୍ବର ଶିକାର ହେବେ।
ସମସ୍ତେ ଆପଣଙ୍କର ନିନ୍ଦାଗାନ କରିବେ। କୌଣସି ସ୍ଥାନକୁ ଯାଇ ଅଯଥା ବିବାଦରେ ଫସିଯିବେ। କୋର୍ଟ କଚେରୀ ପର୍ଯ୍ୟନ୍ତ ମାମଲା ଯାଇପାରେ। ରାଶିଚକ୍ରର ଏକାଦଶ ରାଶି କୁମ୍ଭ ରାଶି। ଆଜି କୁମ୍ଭ ରାଶି ସକାଶେ ଜନ୍ମ ରବି ଓ ଜନ୍ମଚନ୍ଦ୍ର ଗୋଚରରେ ଭ୍ରମଣ କରୁଥିବାରୁ ଆଜି ଶୁଭକର୍ମ କରିବାକୁ ଯାଇ ନିନ୍ଦା ପାଇପାରନ୍ତି। ଧୈର୍ଯ୍ୟ ଧରନ୍ତୁ, ଏହା ପ୍ରଭୁଙ୍କର ପରୀକ୍ଷା ହୋଇପାରେ। ଧୀର ପାଣି ପଥର କାଟେ, ଆଉ ଅପେକ୍ଷାର ଫଳ ମିଠା। ଅଧୈର୍ଯ୍ୟ ହୁଅନ୍ତୁ ନାହିଁ, ନିଶ୍ଚୟ ଜୟଯୁକ୍ତ ହେବେ, ବିଶ୍ୱାସ ରଖନ୍ତୁ। ରାଶିଚକ୍ରର ଦ୍ୱାଦଶ ବା ଶେଷ ରାଶି ମୀନ ରାଶି। ଆଜି ମୀନ ରାଶି ସକାଶେ ଦ୍ୱାଦଶ ରବି ଓ ଦ୍ୱାଦଶ ଚନ୍ଦ୍ର ଉଭୟେ ଅଶୁଭ ଫଳ ଦେବେ। ଅବଶ୍ୟ ଦ୍ୱାଦଶ ଚନ୍ଦ୍ର କୃଷ୍ଣ ପକ୍ଷରେ କେତେଗୋଟି କାମରେ ଶୁଭ ଫଳ ଦିଅନ୍ତି। ଆଜି କୌଣସି କାର୍ଯ୍ୟ ସକାଶେ ଅପମାନିତ ଓ ନିନ୍ଦିତ ହେବେ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ଶରୀରରେ ଆଘାତ ଲାଗିପାରେ। ଅସୁସ୍ଥ ରହିବେ। ପ୍ରତ୍ୟେକ ବ୍ୟକ୍ତି ଆଜି ଆପଣଙ୍କୁ ନିନ୍ଦା କରିବେ।